ପିଲାମାନେ 1 ନମ୍ବର କ୍ୱେଶ୍ଚନ୍ ଦେଖ। 1 ନମ୍ବର କ୍ୱେଶ୍ଚନ୍ ଆନ୍ସର କ'ଣ ହେବ? 1 ନମ୍ବର କ୍ୱେଶ୍ଚନ୍ ଆନ୍ସର ହେବ ସି। 2 ନମ୍ବର ଯିବା। 2 ନମ୍ବର ଆନ୍ସର କ'ଣ ହେବ? 2 ନମ୍ବର ଆନ୍ସର ହେବ ଡି। ତାପରେ 3 ନମ୍ବର ଦେଖ। 3 ନମ୍ବର ଆନ୍ସର କ'ଣ ହେବ? 3 ନମ୍ବର ହେବ ସି। ତାପରେ 4 ନମ୍ବର ଆନ୍ସର କ'ଣ ହେବ? ନା 4 ନମ୍ବର ଆନ୍ସର ହେବ ସି। ତାପରେ 5 ନମ୍ବର ଆନ୍ସର ହେବ ଡି। ତାପରେ 6 ନମ୍ବର ଆନ୍ସର ହେବ ସି। ତାପରେ 7 ନମ୍ବର ଆନ୍ସର ହେବ ଡି। ତାପରେ ଯିବ 8 ନମ୍ବର ବି। 9 ନମ୍ବର ଏ। 10 ନମ୍ବର ବି ଏ। ତାପରେ 11 ନମ୍ବର ଯିବା। 11 ନମ୍ବର କ୍ୱେଶ୍ଚନର ଆନ୍ସର ହେଲା ସି। 12 ନମ୍ବର କ୍ୱେଶ୍ଚନ ଆନ୍ସର ବି ସି। ତାପରେ 13 ନମ୍ବର ଯିବା। 13 ନମ୍ବର କ୍ୱେଶ୍ଚନ ଆନ୍ସର ହେଲା ଏ। 14 ନମ୍ବର କ୍ୱେଶ୍ଚନ ଆନ୍ସର ହେବ ବି। ତାପରେ 15 ନମ୍ବର କ୍ୱେଶ୍ଚନ ଆନ୍ସର ହେଲା ଏ। 16 ନମ୍ବର ଯିବା। 16 ନମ୍ବରକୁ ଆନ୍ସର ହେବ ସି। ତାପରେ 17 ନମ୍ବର କ୍ୱେଶ୍ଚନ ଆନ୍ସର ହେବ ଡି। 18 ନମ୍ବର ଆନ୍ସର ଏ। ତାପରେ 19ରେ କ'ଣ ହେବ? 19ର ଆନ୍ସର ହେବ ବି। 20ର ଆନ୍ସର ଏ। ତାପରେ 21 ର ଆନ୍ସର ଏ। 22 ନମ୍ବର ଆନ୍ସର ହସ୍ତଗତ ହେଇନି। ତାପରେ 23 ଦେଖ। 23ର ଆନ୍ସର ଡି। ତାପରେ 24ର ଆନ୍ସର ହେଲା ବି। 25ର ଆନ୍ସର ଏ। 26ର ଆନ୍ସର ଏ। 27ର ଆନ୍ସର ସି। 28ର ଆନ୍ସର ହେବ ବି। 29ର ଆନ୍ସର ବି। 30ର ଆନ୍ସର ହେବ ଡି। ତାପରେ 31 ଯିବା। ପିଲାମାନେ 31 ଆନ୍ସର କ'ଣ ହେବ କୁହନି? ନା 31 ଆନ୍ସର ହେବ ବି। 32ର ଆନ୍ସର ସି। 33ର ଆନ୍ସର ବି। 34 ଆନ୍ସର ହେବ ବି। 34 ଆନ୍ସର ବି। 35 ଆନ୍ସର ଏ। ପିଲାମାନେ ଏଇଭଳିଆ ଉତ୍ତର ପାଇବାକୁ ହେଲେ ତୁମେମାନେ এই ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅ, ଲାଇକ୍ କର ଏବଂ ସେୟାର ମଧ୍ୟ କର। ପୁଣି ଇଂଲିଶ ଆନ୍ସର ଆଇଲେ ତୁମେ ଖୁବ୍ ଶୀଘ୍ର 100%ର ରାଇଟ୍ ଆନ୍ସର ପାଇପାରିବ। ତାପରେ 36 ନମ୍ବର ଯିବା। 36 ନମ୍ବର ଆନ୍ସର ହେଲା ଡି। 37ର ଆନ୍ସର ହେଲା ସି। ତାପରେ 38ର ଆନ୍ସର କ'ଣ ହେବ? 38ର ଆନ୍ସର ହେବ ବି। 39 ଆନ୍ସର ସି। ତାପରେ 40 ନମ୍ବର ଯିବା। 40 ନମ୍ବର ଆନ୍ସର ହସ୍ତଗତ ହୋଇନି। 40 ନମ୍ବର ଆନ୍ସର ପରେ ତୁମକୁ ଜଣାଇ ଦିଆଯିବ। ତାପରେ 41ର ଆନ୍ସର ଦେଖ। 41ର ଆନ୍ସର ହେବ ସି।
ତାପରେ 42ର ଆନ୍ସର ହେଲା ଡି। 43ର ଆନ୍ସର ଡି। 44ର ଆନ୍ସର ସି। 45ର ଆନ୍ସର ଏ। 46ର ଆନ୍ସର ସି। 47ର ଆନ୍ସର ଏ। 48ର ଆନ୍ସର ଡି। ତାପରେ 49 ନମ୍ବର ଯିବା। 49ର ଆନ୍ସର ହେବ କ'ଣ ନା ସି। ଲାଷ୍ଟ 50, 50ର ଆନ୍ସର ହେବ ବି। ପିଲାମାନେ ସବୁ ପାଇଗଲ। ଏଥର ନିଜ କ୍ୱେଶ୍ଚନ୍ ମିଳେଇ ଦିଅ। ଦେଖ କେତେ ନମ୍ବର ରହିବ। ଆଉ ଥରେ ପୁଣି କହୁଛି, ଯଦି ସବସ୍କ୍ରାଇବ୍ କରିନ ତ ସବସ୍କ୍ରାଇବ୍ କରିନିଅ ଏବଂ ଆସନ୍ତା ଇଂଲିଶ ଆସିଥିବା ଅବଜେକ୍ଟିଭ ଆନ୍ସର ତୁମେମାନେ ଖୁବ୍ ଶୀଘ୍ର ପାଇଯିବ। ଜୟ ଜଗନ୍ନାଥ।